ଆଜି ଆସନ୍ତୁ ବନେଇବା ଗାଁ ଷ୍ଟାଇଲରେ ଆମର ରୋହି ମାଛ ଝୋଳ ମସଲା ଦିଆ। ତ ଏବେ ଆସନ୍ତୁ ରୋହି ମାଛ ଝୋଳ ପାଇଁ ମୁଁ କ'ଣ ନେଇଛି। ଏବେ ରୋହି ମାଛ 7-8 ପିସ୍ ନେଇଛି, ମୁଣ୍ଡ ଲାଞ୍ଜ ନେଇନି। ତ ସେଥିରେ ଏବେ ଲୁଣ, ହଳଦୀ, ଶୁଖିଲା ଲଙ୍କା ଭଲରେ ମିଶାଇଦେବା। ମିଶାଇ ସାରିଲା ପରେ ତାକୁ 10-15 ମିନିଟ୍ ଘୋଡ଼େଇକି ଛାଡ଼ିଦେବା। ଘୋଡ଼େଇକି ଛାଡ଼ିଦେଲେ ତା'ର ଟେଷ୍ଟ ଆଉ ଟିକେ ଭଲ ଆସିଥାଏ। ତାପରେ ତା ପାଇଁ ଏବେ ମସଲା ନେଇଛି ମୁଁ ଅଦା, ରସୁଣ, ଧନିଆ, ଜିରା, ଏମିତି ତାକୁ ଅଦା ରସୁଣ ସବୁ କାଟିକି ଧୋଇ ଦେଇଥିଲି। ତାପରେ ଏବେ ନେଇଛି, ଏବେ ଟିକେ ପାଣି ଦେଇକି ତାକୁ ଭଲରେ ଗ୍ରାଇଣ୍ଡିଙ୍ଗ କରିଦେବା। ଦେଖନ୍ତୁ ଏବେ ଗ୍ରାଇଣ୍ଡିଙ୍ଗ ହେଇଯାଇଛି। ତାପରେ 2ଟା ପିଆଜ ନେଇଛି ଆଉ ଟମାଟୋ 2ଟା ନେଇଛି, ଧନିଆ ପତ୍ର ନେଇଛି, ଏଇଟା ବାରି ଦେଶୀ ଧନିଆ। ତ ଏବେ ଆଳୁକୁ 4 ଫାଳ କରିକି ସିଝେଇ ଦେଇଥିଲି। ଯଦି ଟାଇମ୍ ନଥିବ ଆପଣ ଏମିତି ଆଳୁକୁ ସିଝେଇ ଦେବେ ଝୋଳ ପାଇଁ, ନହେଲେ କଞ୍ଚା ଆଳୁ ତାକୁ ଭାଜିକି କଲେ ବି ତା ଟେଷ୍ଟ ବି କିଛି ଅଲଗା ଆସେ, ଏମିତି କଲେ ବି ଆ ଟେଷ୍ଟ ବି ଅଲଗା ଆସିବ। ତ ଏବେ କରେଇ ଗରମ ହେଇଗଲାଣି, ସେଥିରେ ଆମେ ତେଲ ଦେଇଦେବା। ମୁଁ ରିଫାଇନ୍ ତେଲ ନେଇଛି, ଆପଣ ଚାହିଁଲେ ସୋରିଷ ତେଲ ନେଇପାରିବେ। ତ ଏବେ ତେଲ ତାତିଗଲା ପରେ, କରେଇଟା ଭଲରେ ତାତିଲା ପରେ ତେଲ ପକାଇବେ, ନହେଲେ ମାଛ ସବୁ ଛାଡ଼ିବନି, ଲାଖି ଲାଖି ଯିବ ତଳପଟୁ। ତ ଏବେ ଦେଖନ୍ତୁ ମାଛ ପକାଇ ଦେଇଛି ମୁଁ। ମାଛ ଟିକେ, ମାଛର ପୁରା ଚଡ଼ଚଡ଼ଟା ପୁରା ଭାଙ୍ଗି ସାରିଲା ପରେ ଯାଇକି ଲେଉଟେଇବେ, ନହେଲେ ମାଛ ସବୁ ଲାଗିଯିବ ତଳପଟୁ, ଭାଙ୍ଗ ଭଙ୍ଗି ହେଇଯିବ। ତ ଏବେ ଦେଖନ୍ତୁ ମାଛ ସବୁ ଭଲରେ ଲେଉଟି ଯାଉଛି। ଏବେ ମାଛ ଭଜା ହେଇଗଲାଣି। ଆପଣ ଯଦି ଚାହିଁବେ ଟିକେ ହାଲକା ଭାଜିବେ, ଯଦି ଯାହାକୁ ଭଲ ନ ଲାଗିବ ଟିକେ କଡ଼ା ଭଜା କରିବେ। ତ ମୁଁ ଟିକେ କଡ଼ା ଭଜା କରିଛି, କାରଣ ଆମର କେହି ଖାଆନ୍ତିନି ଯେଉଁ ଟିକେ ନରମ ଭଜା। ତ ଏବେ ମାଛକୁ ଛାଣିକି ରଖିଦେବା। ଦେଖନ୍ତୁ କେତେ ସୁନ୍ଦର ହେଇଯାଇଛି ମାଛ ଭଜା। ହେଇଗଲା ପରେ ଏବେ ତେଲରେ ମୁଁ ଚିନି ଟିକେ ପକାଇବି, କାରଣ ଏଇ ତେଲ ବେଶୀ ପୋଡ଼ି ନଥିଲା, ତ ସେଥିପାଇଁ ତେଲକୁ ମୁଁ ଫୋପାଡ଼ିଲିନି। ଯଦି ବେଶୀ ତେଲ ପୋଡ଼ି ଯାଇଥିବ, ମାଛ ପୋଡ଼ା ତେଲରେ ରୋଷେଇ କରିବେନି, ଫୁଡ୍ ଇନଫେକ୍ସନ୍ ବି ହେଇପାରେ। ତ ସେଥିପାଇଁ ତେଲ ଯେହେତୁ ବେଶୀ ପୋଡ଼ି ନଥିଲା, ତ ସେଥିପାଇଁ ମୁଁ ସେଥିରେ ଟିକେ ଅଳ୍ପ ଚିନି ଦେଇଦେଇଛି। ଚିନି ପକାଇଲେ ତରକାରୀର ଟେଷ୍ଟ ଟିକେ ଭଲ ଆସିବ। ତାପରେ ଗୋଟା ମସଲା ଦେଇଥିଲି ମୁଁ, ତେଜପତ୍ର, ଜିରା, ଡାଲଚିନି, ଗୁଜୁରାତି ଦେଇଥିଲି। ତାପରେ ଏବେ ପିଆଜ ପକାଇଦେଲି। ପିଆଜକୁ ଛୋଟ ଛୋଟ ପିସ୍ କରିଛି, ଆପଣ ଚାହିଁଲେ ବି ଲମ୍ବା ଲମ୍ବା ପିସ୍ କରି କାଟି ପାରିବେ। ତ ଏବେ ପିଆଜ ଯେତେବେଳେ ପକାଇବେ, ପିଆଜକୁ ଫାଷ୍ଟ ହାଇ ଫ୍ଲେମ୍ରେ ଦେବେ। ପୁରା ଲୋ ଫ୍ଲେମ୍ରେ ଦେଲେ ପିଆଜଟା ତେଲକୁ ଟାଣି ନେବ, ତ ଟେଷ୍ଟ ଏତେ ଭଲ ଲାଗିବନି। ଫାଷ୍ଟ ହାଇ ଫ୍ଲେମ୍ରେ ଦେଇକି ପିଆଜକୁ ଭାଜିବେ, ତାପରେ ମିଡ଼ିୟମ୍ ଫ୍ଲେମ୍ କରିଦେବେ। ତାପରେ ଏବେ ଅଦା ରସୁଣ ପେଷ୍ଟ ଯେଉଁ କରିଥିଲି ତାକୁ ପକାଇ ଦେଇଛି। ତାପରେ ଏବେ ଲୁଣ, ହଳଦୀ, ଲଙ୍କାଗୁଣ୍ଡ, କାଶ୍ମୀର ରେଡ଼୍ ଚିଲି ମୁଁ ନେଇଛି, କାଶ୍ମୀର ରେଡ଼୍ ଚିଲି। ତାପରେ ଚିକେନ୍ ମସଲା ନେଇଛି। ତାପରେ ଗରମ ମସଲାଟା ମୁଁ ଏକାଥରେ ପକାଇଦିଏ। ଏବେ ପକାଇ ସାରିଲା ପରେ ତାକୁ ଆଉ ଟିକେ ଏମିତି ଯେଉଁ କଷିଦେବା। କଷି ସାରିଲା ପରେ ଆଉ ଟିକେ ପାଣି ଦେବେ। ଆପଣ ଚାହିଁବେ ଯଦି ଗରମ ପାଣି ବି ଦେଇପାରିବେ, ମୁଁ ଥଣ୍ଡା ପାଣି ଦେଇଛି। ଏବେ ମସଲାଟା ଭଲରେ କଷି ସାରିଲା ପରେ ଆପଣ ଟମାଟୋକୁ ପକାଇଦେବେ। ଟମାଟୋ ଫାଷ୍ଟ ପକାଇଲେ ବି ତା'ର ଟେଷ୍ଟ ବି ଅଲଗା, ଏମିତି ପକାଇଲେ ବି ଆର ବି ଟିକେ ଅଲଗା ଟେଷ୍ଟ ଆସିବ। ତ ଟମାଟୋକୁ ଏବେ ମିକ୍ସ କରିକି ତାକୁ ଟିକେ ମୁଁ ଘୋଡ଼େଇ ଦେଇଛି। ଘୋଡ଼େଇଲେ ମସଲାର ଟେଷ୍ଟ ଆଉ ଟିକେ ଭଲ ଆସିବ। ତାପରେ ଏମିତି 2-3 ଥର ଘୋଡ଼େଇକି ଟିକେ ଦେଖି ଦେଉଥିବେ। ତାପରେ ମସଲାଟା ଟିକେ କଷିକି ତେଲ ଛାଡ଼ିଲା ପରେ ଏବେ ଆଳୁକୁ ମୁଁ ପକାଇଦେଲି, କଞ୍ଚା ଆଳୁକୁ, ସିଝା ଆଳୁକୁ। ଏବେ ଆଳୁ କଷି ସାରିଲା ପରେ ତାପରେ ଟିକେ ଲୁଣ ପକାଇଦେବା। ମସଲା କଷିଲା ବେଳେ ଟିକେ ଲୁଣ ପକାଇଥିଲି, ତ ଆଉ ଟିକେ ଲୁଣ ବି ପକାଇ ଦେଉଛି ଆଳୁର ଟେଷ୍ଟ ପାଇଁ। ତାପରେ ଏବେ ଭଲରେ କଷିଦେବା। କଷି ସାରିଲା ପରେ ଏବେ ପାଣି ଦେବା। ମୁଁ ଥଣ୍ଡା ପାଣି ଦେଉଛି, ଆପଣ ଯଦି ଚାହିଁବେ ଗରମ ପାଣି ବି ଦେଇପାରିବେ। ତ ଯଦି ଟାଇମ୍ ନଥିବ କାହା ପାଖରେ, ଏମିତି ଥଣ୍ଡା ପାଣି ଦେଇଦେବେ, କିଛି ଅସୁବିଧା ନାହିଁ। ତ ଏବେ ପାଣି ଦେଇ ସାରିଲା ପରେ ମସଲା ଏବେ ତରକାରୀ
ଏତି ଆପଣଙ୍କ ଅନୁସାରେ ଯେତିକି ଯଦି ଅଧିକ ଝୋଳ ଖାଇବା ପାଇଁ ରଖିବେ ତାହେଲେ ଅଧିକ ପାଣି ଦେବେ, ନହେଲେ କମ୍ ପାଣି ଦେବେ। ମୁଁ ଅଳ୍ପ ପାଣି ଦେଇଛି। ତାପରେ ତରକାରୀଟା ଯେତେବେଳେ ଫୁଟି ଆସିବ ତାକୁ 5 ମିନିଟ୍ କି 7 ମିନିଟ୍ ଫୁଟିବା ପାଇଁ ଛାଡ଼ିବେ, ନହେଲେ ମସଲା କଞ୍ଚା ଲାଗିବ। ତାପରେ ଫୁଟି ଆସିଲା ପରେ ଏବେ ମାଛ ପକାଇ ଦେଇଥିଲି। ତାପରେ ଲାଷ୍ଟକୁ ମୁଁ ଟମାଟୋ ଟିକେ, କଞ୍ଚା ଲଙ୍କା, ଧନିଆ ପତ୍ର ପକାଇ ଦେଇଥିଲି, କାରଣ ଏମିତି ଲାଷ୍ଟକୁ ଟମାଟୋ କଞ୍ଚା ଲଙ୍କା ପକାଇଲେ ଟେଷ୍ଟଟା ଆଉ ଟିକେ ଭଲ ଆସେ। ଲାଷ୍ଟକୁ ଧନିଆ ପତ୍ର ପକାଉଛି। ତ ଏବେ ଯେଉଁ ଗ୍ୟାସ୍କୁ ବନ୍ଦ କରିଦେବା। ତ ଏବେ ଆମର ରୋହି ମାଛ ଝୋଳ ପୁରା ରେଡ଼ି ହେଇଯାଇଛି। ଆପଣ ଚାହିଁଲେ ୟାକୁ ରୁଟି ସହିତ ବି ଖାଇପାରିବେ। ଦେଖନ୍ତୁ କେତେ ସୁନ୍ଦର ଦିଶୁଛି। ଆପଣ ଚାହିଁଲେ ତାକୁ ରୁଟି ସହିତ ଖାଇପାରିବେ, ଭାତ ସହିତ ବି ଖାଇପାରିବେ। ତ ଏବେ ଦେଖନ୍ତୁ ଯେଉଁ ଭାତ ସହିତ ବି ବାଢ଼ି ଦେଇଛି। ତ ଭିଡ଼ିଓଟି କେମିତି ଲାଗିଲା ନିହାତି କହିବେ। ରଖୁଛି, ଜୟ ଜଗନ୍ନାଥ।